ଆମୋସ ଅଧ୍ୟାୟ 1। ଜିହୁଦାର ରାଜା ଉସିୟର ଅଧିକାର ସମୟରେ ଓ ଯୋଆସର ପୁତ୍ର ଇସ୍ରାଏଲର ରାଜା ଜାରବିଆମର ଅଧିକାର ସମୟରେ ଭୂମିକମ୍ପର 2 ବର୍ଷର ପୂର୍ବରେ ତକୟସ୍ଥ ଗୋପାଳକମାନଙ୍କର ମଧ୍ୟବର୍ତ୍ତୀ ଆମୋସ ଇସ୍ରାଏଲ ବିଷୟରେ ଯେ ଦର୍ଶନ ପାଇଲେ ତଦ୍ବିଷୟକ ତାଙ୍କର ବାକ୍ୟ। ପୁଣି ସେ କହିଲେ, ସଦାପ୍ରଭୁ ସିଓନରୁ ଗର୍ଜନ କରିବେ ଓ ଜିରୁସାଲମରୁ ଆପଣା ରବ ଶୁଣାଇବେ। ତହିଁରେ ମେଷପାଳକମାନଙ୍କର ଚରାଣୀ ସ୍ଥାନ ସକଳ ଶୋକ କରିବ ଓ କର୍ମିଲର ଶିଖର ଶୁଷ୍କ ହେବ। ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦମେଶକର 4 ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ, କାରଣ ସେମାନେ ଲୌହମୟ ଶସ୍ୟମର୍ଦ୍ଦନ ଯନ୍ତ୍ରରେ ଗିଲିୟଦକୁ ମର୍ଦ୍ଦନ କରିଅଛନ୍ତି। ମାତ୍ର ଆମ୍ଭେ ହସାଏଲ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା ଓ ତାହା ବିନ୍ ହଦଦର ଅଟ୍ଟାଳିକା ସକଳ ଗ୍ରାସ କରିବ। ପୁଣି ଆମ୍ଭେ ଦମେଶକର ଅର୍ଗଳ ଭାଙ୍ଗି ପକାଇବା ଓ ଆବନର ଉପତ୍ୟକାରୁ ନିବାସକାରୀକି ଓ ଏଦନ ବଂଶରୁ ରାଜଦଣ୍ଡଧାରୀକି ଉଚ୍ଛିନ୍ନ କରିବା। ପୁଣି ସଦାପ୍ରଭୁ କହନ୍ତି, ଅରାମର ଲୋକମାନେ ନିର୍ବାସିତ ହୋଇ କିରକୁ ଯିବେ। ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଘସାର 4 ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ, କାରଣ ସେମାନେ ଇଦୋମର ହସ୍ତରେ ସମର୍ପଣ କରିବା ପାଇଁ ସମୁଦାୟ ଲୋକଙ୍କୁ ବନ୍ଦୀ କରି ନେଇଗଲେ। ମାତ୍ର ଆମ୍ଭେ ଘସାର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକା ସକଳ ଗ୍ରାସ କରିବ। ଆଉ ଆମ୍ଭେ ଅଶ୍ଦୋଦର ନିବାସକାରୀକି ଓ ଅସ୍କିଲୋନରୁ ରାଜଦଣ୍ଡଧାରୀକି ଉଚ୍ଛିନ୍ନ କରିବା। ଆମ୍ଭେ ଇକ୍ରୋନ୍ର ବିପକ୍ଷରେ ଆପଣା ହସ୍ତ ଫେରାଇବା ଓ ପଲେଷ୍ଟିୟମାନଙ୍କର ଅବଶିଷ୍ଟାଂଶ ବିନଷ୍ଟ ହେବେ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ସୋରର 4 ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ, କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ ଓ ଭ୍ରାତୃ ନିୟମ ସ୍ମରଣ କଲେ ନାହିଁ। ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକା ସକଳ ଗ୍ରାସ କରିବ। ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମର 4 ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ, କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା। ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା। ମାତ୍ର ଆମ୍ଭେ ତୈମନ ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ବସ୍ରାର ଅଟ୍ଟାଳିକା ସକଳ ଗ୍ରାସ କରିବ। ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଅମୋନ ସନ୍ତାନଗଣର 4 ଅପରାଧ ସକାଶୁ ସେମାନଙ୍କର ଦଣ୍ଡ ନିବାରଣ କରିବା ନାହିଁ, କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ ଗିଲିୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି। ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜଳାଇବା ଓ ତାହା ଯୁଦ୍ଧ ଦିନରେ, ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ ପ୍ରଚଣ୍ଡ ତୋଫାନ ସହିତ ତହିଁର ଅଟ୍ଟାଳିକା ସକଳ ଗ୍ରାସ କରିବ। ପୁଣି ସେମାନଙ୍କର ରାଜା, ସେ ଓ ତାହାର ଅଧିପତିଗଣ ଏକ ସଙ୍ଗେ ନିର୍ବାସିତ ହୋଇଯିବେ। ଏହା ସଦାପ୍ରଭୁ କହନ୍ତି।